जय हिंद। प्लस थ्री फास्ट सेमिस्टार बीएससी ईवीएस रे यूनिट 4 विषयटी समस्त इम्पोर्टाट अच्छी कहीं ना ए विभिन्न सारा आमर जो आमर परिवेश को लेकिन जो सब संस्था होता है जो सब आईन होता है तो से सब विषय ये विषय आम पढ़ा। तो आज क्लास रे आम कौन आलोचना करवा ना आमर जो ଭାରତର ଯେଉଁ ବିଭିନ୍ନ ସାରା ସମ୍ବିଧାନର ବିଲ୍ ରହିଛି ଯାହାକି ପରିବେଶ ସୁରକ୍ଷା ପାଇଁ ତାକୁ ଜାଣିବା ଏବଂ ଏଥିସହିତ ଆଉ କିଛି ସର୍ଟ କ୍ୱେଶ୍ଚନକୁ ଆମେ ଆଲୋଚନା କରିବା ଯାହାକି ଆଗାମୀ ପରୀକ୍ଷା ଯେଉଁମାନଙ୍କର ଫାର୍ଷ୍ଟ ସେମିଷ୍ଟାର ପରୀକ୍ଷା ହେଇନାହିଁ ସମସ୍ତଙ୍କ ପାଇଁ ହେଲ୍ପଫୁଲ୍ କରିବ। ତ ଆଗକୁ ଏମିତି ଅନେକ ସାରା ଇନଫର୍ମେଟିଭ୍ ଅପଡେଟ୍ ପାଇଁ ନିଶ୍ଚିତ ରୂପେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେଇକି ଅଲ୍ରେ ନୋଟିଫିକେସନ୍ଟିକୁ ପ୍ରେସ୍ କରିଦେଇଥିବେ। ଠିକ୍ ଅଛି, ଦେଖିବା କ'ଣ ଦେଇଛି ଯେ ସାମାଜିକ ସମସ୍ୟା ଓ ପରିବେଶ ଯାହାକି ରହିଛି କ'ଣ ସୋସିଆଲ ଇସ୍ୟୁଜ୍ ଏଣ୍ଡ ଦି ଏନଭାରମେଣ୍ଟ। ତ ବର୍ତ୍ତମାନ ଆମେ ତାର ବିଷୟ ଭିତ୍ତିକ ସୂଚନା କିଛି ପଢ଼ିବା ତାପରେ ଆମେ ପ୍ରଶ୍ନକୁ ଯିବା। ପରିବେଶ ପରିଚାଳନା ଯୋଜନା ପରିବେଶ ଜନିତ ଉପଯୋଗିତାକୁ ନିଶ୍ଚିତ କରାଏ। ପରିବେଶ ପ୍ରଦୂଷଣ ଜନିତ ସମସ୍ୟାର ସମାଧାନ ନିମନ୍ତେ ଉପଯୋଗୀ କରାଯାଇଥିବା ବିଭିନ୍ନ ପଦ୍ଧତି ବା ଉପାୟକୁ ପରିବେଶ ପରିଚାଳନା ବୋଲି କୁହାଯାଏ। ବୁଝିହେଲା? ତ ପରିବେଶ ପରିଚାଳନା କ'ଣ ନା ଆମର ଯେଉଁ ପରିବେଶରେ ଯେଉଁ ସବୁ ଅସୁବିଧା ଗୁଡ଼ିକ ରହୁଛି, କ'ଣ ସବୁ ଅସୁବିଧା ରହୁଛୁ ନା ଆମ ପରିବେଶ ପ୍ରଦୂଷଣ ହେଉଛୁ ଯାହାଫଳରେ ଆମର ଜୀବଜଗତ ବଞ୍ଚିବା ମାନେ କ'ଣ ଗୋଟେ ଅପରିସ୍ଥିତିକର ସୃଷ୍ଟି ହେଉଛି। ତେଣୁ ତାକୁ ଯଦି ଆମେ କେମିତି ଗୋଟେ ସଠିକ୍ ଭାବେ ପରିଚାଳନା କରିବା ତ ତାକୁ ହିଁ ଆମେ କହିବା ପରିବେଶ ପରିଚାଳନା। ବାୟୁ ଜଳ ମୂର୍ତ୍ତିକା ଆଦିର ପ୍ରଦୂଷଣ ଉପାଦାନ ଯଥା ବର୍ଜ୍ୟବସ୍ତୁ ଆଦିକୁ ଦୂର କରିବା ପରିବେଶ ପରିଚାଳନାର ମୂଳ ଲକ୍ଷ୍ୟ। ଜନସଂଖ୍ୟା ବୃଦ୍ଧି ଦ୍ରୁତ ସହରୀକରଣ ଦ୍ରୁତ ଶିଳ୍ପାୟନ ଆଦି ରକ୍ଷଣୀୟ ବିକାଶର ପ୍ରତିବନ୍ଧକ। ବନ୍ୟା ବାତ୍ୟା ମରୁଡ଼ି ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବିପର୍ଯ୍ୟୟ ପରିଚାଳନା ଆବଶ୍ୟକ ରହିଛି। ତେଣୁ ଆମର ଯେଉଁ ବିଭିନ୍ନ ସାରା ପ୍ରାକୃତିକ ବିପର୍ଯ୍ୟୟ ଆସେ ଯେମିତି କ'ଣ ଆସେ ନା ବନ୍ୟା ଆସେ ବାତ୍ୟା ଆସେ ମରୁଡ଼ି ଆସେ ଭୂମିକମ୍ପ ଆସେ ତ ସେ ସବୁରୁ ଆମେ କେମିତି ରକ୍ଷା ପାଇବା ତ ଇଏ ହେଉଛି କ'ଣ ନା ବିପର୍ଯ୍ୟୟ ପରିଚାଳନା ସେଥିପାଇଁ ଆମର ଆବଶ୍ୟକ ରହିଛି। ପରିବେଶ ସୁରକ୍ଷା ନିମନ୍ତେ ପ୍ରଣୀତ ସାମ୍ବିଧାନିକ ଆଇନକୁ ପରିବେଶ ଆଇନ ବୋଲି କୁହାଯାଏ। ତେଣୁ ପରିବେଶର ସୁରକ୍ଷା ପାଇଁ ଆମର ଯେଉଁ ସବୁ ଆଇନ ରହିଛି ତାକୁ ହିଁ ଆମେ କହିବା କ'ଣ ପରିବେଶ ଆଇନ ବୋଲି କହିବା। ଭାରତ ସମ୍ବିଧାନର 42ତମ ସଂଶୋଧିତ ବିଲ୍ 1976 ଅନୁସାରେ ପରିବେଶ ସୁରକ୍ଷା ନିମନ୍ତେ ଦୁଇଟି ଅନୁଚ୍ଛେଦ ଯେମିତି କ'ଣ ନା 48 କ ଆଉ 51 କ ଠିକ୍ ଅଛି ସନ୍ନିବେଶିତ ହୋଇଛି। ମନେ ରହିଲା କ'ଣ 48 କ ଧାରା ଆଉ ଗୋଟେ କ'ଣ 51 କ। ସେହିପରି ସ୍ୱାଧୀନତା ପୂର୍ବରୁ ପରିବେଶ ସୁରକ୍ଷା ସଂକ୍ରାନ୍ତୀୟ ଆଇନ 1853 ମସିହାରୁ ପ୍ରଚଳିତ ହୋଇଥିଲା। ସ୍ୱାଧୀନତା ପରବର୍ତ୍ତୀ ସମୟରେ 1976 ମସିହାରେ ପ୍ରଥମ ଥର 42ତମ ସମ୍ବିଧାନ ବିଲ୍ ଜରିଆରେ ପରିବେଶ ପ୍ରଣୟନ ହୋଇଥିଲା। ଦେଖ ତ ବର୍ତ୍ତମାନ ଆମେ ଦେଖିବା କେଉଁ ସବୁ ଆଇନ ଦେଖ ସବୁ ରହିଛି। ଆମର ଜଳ ପ୍ରଦୂଷଣ ଆଇନ କ'ଣ ଅଛି ନା ଆମର 1974 ଏଇଟା ସବୁ ପରୀକ୍ଷାରେ ପଡ଼ିବ ଲଙ୍ଗ କ୍ୱେଶ୍ଚନ୍ 1974 ଓକେ ଲଙ୍ଗ କ୍ୱେଶ୍ଚନ୍। ଆମ ପାଖରୁ ଯେଉଁମାନେ ଭିଏସ୍ସି ଇଭିଏସ୍ର ଗାଇଡ଼ର PDF ନେଇଥିବେ ସେମାନେ ଜାଣିଥିବେ ଏଇସବୁ ପ୍ରଶ୍ନ ସେମାନଙ୍କୁ ଦିଆଯାଇଛି। ଯେଉଁମାନେ ଏ ବିଷୟରେ ଜାଣିନାହାନ୍ତି ଟିକେ ଗୋଟେ ଛୋଟ ଇନଫର୍ମେସନ୍ ଜାଣି ରଖନ୍ତୁ ଯେ +3 ଫାର୍ଷ୍ଟ ସେମିଷ୍ଟାରରେ ସେମାନଙ୍କର AEC ଓଡ଼ିଆ ଠିକ୍ ଅଛି ଆଉ VSC EVS ଏଇ ଦୁଇଟା କମ୍ପଲସରି ସବଜେକ୍ଟ ରହୁଛି ପ୍ରାୟତଃ ସବୁ ୟୁନିଭର୍ସିଟିରେ AEC ଆଉ VSC ଓକେ। ତ ଏଇ ଦୁଇଟା ସବଜେକ୍ଟର ଯାହା ପାଖରେ ଯଦି କୌଣସି ପ୍ରକାର ଗାଇଡ଼ ନାହିଁ ବା କୌଣସି ପ୍ରକାର ଯଦି ନୋଟ୍ ନାହିଁ ସେମାନେ ଚାହିଁଲେ ଆମ ପାଖରୁ ଗାଇଡ଼କୁ PDF ଫର୍ମାଟ୍ରେ ନେଇପାରିବେ। ଠିକ୍ ଅଛି ଗାଇଡ଼ର PDF ନେଇପାରିବେ କିନ୍ତୁ ସେମାନଙ୍କୁ ପେମେଣ୍ଟ କରିବା ପାଇଁ ପଡ଼ିବ। ଠିକ୍ ଅଛି ଯେଉଁମାନେ AEC ଓଡ଼ିଆ ନେବେ ସେମାନଙ୍କୁ 50 ଟଙ୍କା, ଯେଉଁମାନେ VSC EVS ନେବେ ସେମାନଙ୍କୁ 50 ଟଙ୍କା, ଯେଉଁମାନେ ଉଭୟ ନେବେ ସେମାନଙ୍କୁ 100 ଟଙ୍କା ପେମେଣ୍ଟ କରିବା ପାଇଁ ପଡ଼ିବ। ଯେଉଁମାନେ 100 ଟଙ୍କା ପେମେଣ୍ଟ କରିବେ ତାଙ୍କୁ ତାହେଲେ କ'ଣ ମିଳିବ ନା AEC ଓଡ଼ିଆ ଆଉ VSC EVSର ଅଲ୍ ୟୁନିଟ୍ର PDF ମିଳିବ ସେମାନଙ୍କୁ ଗାଇଡ଼ର PDF ଯେଉଁଥିରେ ସବୁ ଟାଇପ୍ର କ୍ୱେଶ୍ଚନ୍ ଆନ୍ସର୍ ଥିବ। ସେତିକି ନୁହେଁ ତାଙ୍କୁ ଏକ୍ସଟ୍ରା ପ୍ରାକ୍ଟିସ୍ କ୍ୱେଶ୍ଚନ୍ ମଧ୍ୟ ପ୍ରୋଭାଇଡ଼ କରାଯିବ ଯେ ପିଲାମାନେ ତାକୁ ତ ଯଦି ପଢ଼ି ସାରିଛ ତାହେଲେ ଆଉ କିଛି ନିଅ ଗାଇଡ଼ରୁ ବାହାରେ ତାକୁ ମଧ୍ୟ ପଢ଼ିଦିଅ ଓକେ। ଏକ୍ସଟ୍ରା ପ୍ରାକ୍ଟିସ୍ କ୍ୱେଶ୍ଚନ୍ ମଧ୍ୟ ଦିଆଯିବ। ଆଉ କ'ଣ ଦିଆଯିବ ନା ଏକ୍ଜାମ୍ ଟାଇମ୍ରେ ସବୁ ସିଲେକ୍ସନ୍ କ୍ୱେଶ୍ଚନ୍ ମଧ୍ୟ ପ୍ରୋଭାଇଡ଼ କରାଯିବ ଯେ ଏଇସବୁ ପ୍ରଶ୍ନ ସମସ୍ତଙ୍କ ପାଇଁ ଇମ୍ପୋର୍ଟାଣ୍ଟ ଅଛି ସମସ୍ତେ ଦେଖନ୍ତୁ। ଠିକ୍ ଅଛି ସିଲେକ୍ସନ୍ क्वेश्चन मध्य दिज्व। तो जो मैंने इंटरेस्टेड थे से आमको 9861382356 यही नंबर आमको मेसेज करेंगे। ठीक अच्छे 986138
2356 এই নম্বরে ଆମକୁ মেসেজ କରିବେ। মেসেজ কলা পরে যদি কিছু প্রশ্ন থিব প্রশ্ন পচারিবে, যদি সেମାନଙ୍କୁ ঠিক ঠাক লাগিলা তাহলে পেমেন্ট করিবে। ওকে, পেমেন্ট কলা পরে ইমিডিएटली সেମାନଙ୍କୁ পিডিএফ দিଆଯିବ। ଆଉ ପିଡ଼ିଏଫ୍ ଗୁଡ଼ାକ ତାଙ୍କର ସବୁ କ'ଣ ନା ଟେଲିଗ୍ରାମରେ ହିଁ ତାଙ୍କୁ କେବଳ ମିଳିବ। ଓକେ, ତେଣୁ ଦେଖ ଜଳ ପ୍ରଦୂଷଣ ଗଲା ଆଇନ। ନେକ୍ସଟ ଦେଖ ଆମର କ'ଣ ରହିଛି, ହଁ 1964 ଗଲା, 1977 ଗଲା। ପରିବେଶ ଯେଉଁ ରହିଛି ଆଇନ 1977, 1977 ଆଉ 1981 ରହିଲା କ'ଣ ବାୟୁ ଆଇନ ରହିଲା। ଠିକ୍ ଅଛି, ଆଉ 1981ରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ଏମିତି ସବୁ ରହିଛି। ବୁଝିଗଲା। ପ୍ରଦୂଷଣ ହ୍ରାସ ନିମନ୍ତେ 1983 ମସିହାରେ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ଗଠନ କରାଯାଇଛି। ଠିକ୍ ଅଛି, ତ ଏମିତି ସବୁ ବିଭିନ୍ନ ପ୍ରକାର ହେଇଛି ଆଉ। ଓକେ, ତ ଇଏ ଥିଲା। ତ ଆମେ ଏବେ ଆଉ କିଛି ଏଇଟା ସବୁ ଜାଣିଛନ୍ତି ସମସ୍ତେ ଆଗରୁ, ଆଉ କିଛି ନୂଆ ନୂଆ ସର୍ଟ କ୍ୱେଶ୍ଚନକୁ ଆମେ ଏଇ ପ୍ରଶ୍ନକୁ ଆମେ ଟିକେ ଆଲୋଚନା କରିନେବା ହେଲା। ଦେଖ, ଡ୍ୟାସ୍ ହେଉଛି ପରିବେଶୀୟ ସମସ୍ୟାର ମୂଳ ହେତୁ। ଦେଖ, ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦୁନିଆ ଯାତ୍ରା ହେଉଛୁ, ତ ଜନସଂଖ୍ୟା ବୃଦ୍ଧିଟା ହିଁ ଏଇଟା ହିଁ ହେବ। ଡ୍ୟାସ୍ର ଅଭାବ ଗ୍ରାମାଞ୍ଚଳ ପରିବେଶୀୟ ସମସ୍ୟାର ମୁଖ୍ୟ କାରଣ। ସଚେତନ ନା, ଗ୍ରାମାଞ୍ଚଳ ଲୋକମାନେ ସଚେତନ ନୁହନ୍ତି ବୋଲି କୁହାଯିବ, ନଥିଲେ। ଏବେ କିନ୍ତୁ ସମସ୍ତେ ସଚେତନ ହେଲେଣି। ସଜୀବ ଅବସ୍ଥାନ କରୁଥିବା ପ୍ରାକୃତିକ ଆଶ୍ରୟସ୍ଥଳୀକୁ ଡ୍ୟାସ୍ ବୋଲି କୁହାଯାଏ, ପରିସ୍ଥାନ ବୋଲି କୁହାଯିବ ନା। ପରିବେଶୀୟ କାରକ ଗୁଡ଼ିକର କ୍ଷତିକାରକ ପଦାର୍ଥ ମିଶ୍ରଣ ହେଲେ ଡ୍ୟାସ୍ ହୁଏ, ସେଟା କ'ଣ ହେବ, ପ୍ରଦୂଷଣ ହେବ। ଠିକ୍ ଅଛି, ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ ପରିବେଶର ସମାହାରକୁ ଡ୍ୟାସ୍ କୁହାଯାଏ, ସମ୍ପୂର୍ଣ୍ଣ ପରିବେଶ ବୋଲି କୁହାଯାଏ। କ'ଣ ବୋଲି କୁହାଯାଏ, ସମ୍ପୂର୍ଣ୍ଣ ପରିବେଶ। ପ୍ରତ୍ୟେକ ବର୍ଷ ଡ୍ୟାସ୍ ଦିନକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ। କ'ଣ ହେବ, ପ୍ରତ୍ୟେକ ବର୍ଷ ଜୁନ୍ 6, ଓକେ, ଜୁନ୍ 6କୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ। ତାପରେ କଠିନ ଆବର୍ଜନାକୁ ମାଟି ତଳେ ପୋତି ଦେବା ପ୍ରକ୍ରିୟାକୁ କ'ଣ ବୋଲି କୁହାଯାଏ, ନା କମ୍ପୋଷ୍ଟିଂ ବୋଲି କୁହାଯାଏ। ଠିକ୍ ଅଛି, କମ୍ପୋଷ୍ଟିଂ। ଆବର୍ଜନା ଗୁଡ଼ିକୁ ପୁଣି ଥରେ କାମରେ ଲଗାଇବା ପଦ୍ଧତିକୁ କ'ଣ ବୋଲି କୁହାଯାଏ, ନା ପୁନଃ ପ୍ରକ୍ରିୟାକରଣ। ବୁଝିହେଲା। ନେକ୍ସଟ ଦେଖ, ପାଉଁଶକୁ ବ୍ୟବହାର କରି ଡ୍ୟାସ୍ ଇଟା ପ୍ରସ୍ତୁତ ହେଉଛି। ବର୍ତ୍ତମାନ କ'ଣ ହେଉଛି, ଫ୍ଲାଏସ୍ ଇଟା ପ୍ରସ୍ତୁତ ହେଉଛି ନା। ବିଶ୍ୱ ଓଜୋନ ଦିବସ କେବେ ହୁଏ, ନା ସେପ୍ଟେମ୍ବର 16ରେ। ବାୟୁମଣ୍ଡଳରେ ଉଷ୍ଣତା ବୃଦ୍ଧି, ମେରୁ ଅଞ୍ଚଳରେ ବରଫ ତରଳି, ଡ୍ୟାସ୍ର ଜଳପତନ ବୃଦ୍ଧି ହୁଏ, ତ ଜନିତ ବନ୍ୟା। କ'ଣ ହେବ, ସମୁଦ୍ର ନା। ତ ଇଏ ହେଉଛି କ'ଣ, କେବଳ ବିଶ୍ୱ ତାପନ ମାନେ ଗ୍ଲୋବାଲ୍ ୱାର୍ମିଂ। ଆଉ ଗୋଟେ କଥା ମନେ ରଖିଥିବ ସମସ୍ତେ, ଗ୍ଲୋବାଲ୍ ୱାର୍ମିଂଟା ଟିକେ ଦେଖିକି ଯିବ। ଠିକ୍ ଅଛି, ଗ୍ଲୋବାଲ୍ ୱାର୍ମିଂ ଏଇ ପ୍ରଶ୍ନଟା ବି ବାରମ୍ବାର ଆସେ, କେବଳ ଏଥର ନୁହେଁ, ସିବିସିଏସ୍ ସିଲାବସ୍ ଯେତେବେଳେ ଥିଲା। ଠିକ୍ ଅଛି, ସିବିସିଏସ୍ ସିଲାବସ୍ ଯେତେବେଳେ ଥିଲା ସେଥିରେ ବି ଆସୁଛୁ, ଆଉ ବର୍ତ୍ତମାନ ତ କ'ଣ ହେଇଛି, ଏନ୍ଇପି ସିଲାବସ୍ ହେଇଛି ନା, ତ ଏଇ ଏନ୍ଇପି ସିଲାବସ୍ରେ ମଧ୍ୟ ଆସୁଛି। ଦେଖ 12 ନମ୍ବର ପ୍ରଶ୍ନ, 1989 ମସିହା ଜୁନ୍ 5 ତାରିଖରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସର ସ୍ଲୋଗାନ ଥିଲା, କ'ଣ ଥିଲା, ନା ଗ୍ଲୋବାଲ୍ ୱାର୍ମିଂ ଥିଲା। ଠିକ୍ ଅଛି, ଗ୍ଲୋବାଲ୍ ୱାର୍ମିଂ। ତାଳଚେରରେ କୋଇଲା ଖଣି ଯୋଗୁଁ ମୁଖ୍ୟତଃ ଡ୍ୟାସ୍ର ପ୍ରଦୂଷଣ ଘଟିଥାଏ। କ'ଣ ହେବ, ମୃତ୍ତିକା। ଓକେ, ଜଳଭାଗରେ ରାସାୟନିକ ସାର ଫସ୍ଫେଟସ୍ ପ୍ରଭୃତି ମିଶିଲେ ଜଳରେ ଡ୍ୟାସ୍ ହୁଏ, କ'ଣ ହେବ, ୟୁଟ୍ରିଫିକେସନ୍ ହୁଏ ନା, ୟୁଟ୍ରିଫିକେସନ୍। ଓକେ, ନେକ୍ସଟ ଦେଖ, କୋଇଲା, ପେଟ୍ରୋଲ, ଡିଜେଲ ଆଦି ଡ୍ୟାସ୍ ଇନ୍ଧନ ଅଟେ। କ'ଣ ହେବ, ଜୀବାଶ୍ମ ଇନ୍ଧନ। ଓକେ, ନେକ୍ସଟ, ତାଳଚେର ଜନବସତି ଅଞ୍ଚଳ ତଳକୁ ଖସିଯିବାର କାରଣ, ଏହା ଡ୍ୟାସ୍ ଅଟେ। କ'ଣ ହେବ, ଏହାର କୋଇଲା ଖଣି ଅଟେ। ତାପରେ ଦେଖ 17 ନମ୍ବର ପ୍ରଶ୍ନ, ଜୀବନ ଧାରଣ ଯୋଗ୍ୟ ଯୋଜନା କରିବାକୁ ହେଲେ କେବଳ ଆର୍ଥିକ ଲାଭକୁ ବିଚାର ନକରି ଡ୍ୟାସ୍କୁ କ'ଣ, ପରିବେଶ ଚାପକୁ ମଧ୍ୟ ବିଚାର କରାଯିବ। ଓକେ, ଅର୍ଥନୈତିକ ବିକାଶ ସହିତ ପରିବେଶ ସୁରକ୍ଷା ବା ସନ୍ତୁଳନ ଜରୁରୀ ବୋଲି ଯେଉଁ ମତବାଦ ଗୁରୁତ୍ୱ ଦିଏ ତାକୁ କ'ଣ ବୋଲି କୁହାଯାଏ, ତ କୁହାଯାଏ ଜୀବନ ଧାରଣ ଯୋଗ୍ୟ ବିଶ୍ୱ ମତ ବା ନିରନ୍ତର ଉନ୍ନୟନ ବୋଲି କୁହାଯାଏ। ଠିକ୍ ଅଛି, ତାପରେ ଦେଖ, ଜୀବନ ଧାରଣ ଯୋଗ୍ୟ ବିଶ୍ୱ ସମାଜର ମୂଳ ଲକ୍ଷ୍ୟ ହେଉଛି କ'ଣ, ନା ନିଜେ ବଞ୍ଚିବା ଆଉ ଅନ୍ୟକୁ ବଞ୍ଚିବାର ସୁଯୋଗ ଦେବା। ଦେଖ, OSDM, ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି, ଏଇଟା ମଧ୍ୟ ପଡ଼େ। NDMA ମଧ୍ୟ ପଡ଼େ, NDMA ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପଡ଼େ। ଠିକ୍ ଅଛି, ଦେଖ ଓକେ, ଏସବୁ ପ୍ରଶ୍ନ ଟିକେ ଆଖି ପକେଇଦେବୁ। ଯାଉଛି